ମାନେ ବର୍ତ୍ତମାନ ଆମର ସ୍ପେଶାଲ ବିରିୟାନୀ ପଳେଇଲା। ଏଇଟା ହେଲା ଆମର ଦହି, ଏଇଟା ହେଲା ଆମର ଚିକେନ ଝୋଳ। ଆମର ତିନିଟା ଚିକେନ ଦେଇଛି ଦେଖେ। ପୁରା ଆସିକି ରେଡ଼ି। 2 ପିସ୍ ମାଛ ଫ୍ରାଏ, ରୁଟି ସାଙ୍ଗର। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଭଲରେ ଥିବେ ବୋଲି ମୋର ଆଶା ଅଛି। ଚାଲନ୍ତୁ ପ୍ରହ୍ଲାଦ ଦାସ ବ୍ଲଗ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତମ। ସାଙ୍ଗମାନେ ସେ ବ୍ଲଗରେ ଦେଖିଥିଲେ ଆମେ ପାରାଦ୍ୱୀପରେ ଗାଡ଼ି କାମ ସାରିଥିଲୁ। ଧୁଆଧୁଇ କରି ସର୍ଭିସିଂ କରିକି ଗାଡ଼ି ଟାୟାର ଏପଟ ସେପଟ ଚେଞ୍ଜ କରିଦେଇଥିଲୁ। ଏଇ ବ୍ଲଗରେ ଚାଲ ଲାଗି ରୁହ, ଲାଇକ୍ କମେଣ୍ଟ ସେୟାର ସବସ୍କ୍ରାଇବ କରନ୍ତୁ। ଦେଖିବା ଦିନ ସାରା କ'ଣ ହେଉଛି କ'ଣ ନାହିଁ। ଆଜି କାଲି ରାତିରେ ତ ନମ୍ବର ପଡ଼ିଯାଇଥିଲା। ଆଜି ସକାଳୁ ସକାଳୁ ଯିବା ଲୋଡ଼ କରିବା। 10ଟା ବେଳକୁ ଯିବା, 9ଟା 10ଟା ବେଳକୁ ଯିବା। ଗାଡ଼ି ବର୍ତ୍ତମାନ ଆଣି ରଖିଥିଲୁ ଗ୍ୟାରେଜରେ ସକାଳୁ ସକାଳୁ। ବର୍ତ୍ତମାନ ବାଜୁଛି ଟାଇମ୍ ବୋଧେ 6ଟା 35। କାହିଁକିନା ଚନ୍ଦନାକୁ କାଲି ସେ ବ୍ଲଗରେ କହିଥିବି, ଚନ୍ଦନାକୁ କହିକି ରଖିଥିଲି ଆମର ଡାଲା ଟିକେ ଟିକେ ଖାଇଗଲା, ସେ ହୋଲ୍ଡିଂ ହେବ ବୋଲି। କାହିଁକିନା ପଲ୍ୟୁମର ଲୋଡ଼ ହେବ ମାନେ ଡାଲା କଣା ଫଣା ରହିଲେ ଦେବେନି ହେଲା। ସେଥିପାଇଁ ତା ପୂର୍ବରୁ କାମଟା କରିଦେବା। କାହିଁକିନା ରାତିରେ ତ କରି ହେଲାନି। ସକାଳୁ ସକାଳୁ ସେଥିରେ ଆଣିକି ଲଗେଇଦେଲି। ଭାଇକୁ ସକାଳୁ ସକାଳୁ ଫୋନ୍ କଲି 5ଟା ବେଳେ ଭାଇକୁ। ବର୍ତ୍ତମାନ ଭାଇ ଆମର ସିଡ଼ି ଫିଡ଼ି ଲଗେଇ ପୁରା ରେଡ଼ି ହେଇଗଲି ଡାଲା ଉପରେ ଚଢ଼ିବା ପାଇଁ। ଚାଲନ୍ତୁ କ'ଣ ଆମର କାମ ହେବ କ'ଣ ନାହିଁ ଆମେ ଦେଖେଇଦେବା ଟିକେ ହେଲା। ଦେଖିବା ପ୍ରଭୁଙ୍କ ଦୟାରୁ ହେଇଗଲେ ତ ଲୋଡ଼ ଦେଲେ ତ ଭଲ କଥା, ନହେଲେ ହଇରାଣ ହବା ଆଉ। ଛୋଟିଆ ପ୍ଲେଟ୍ଟା ପକେଇଦେବା କାଟିକି ହେଲା। ଏଇଠି ଟିକେ ସାଇଡ଼୍ଟା ଟିକେ ଜେସିବିରେ ଯେଉଁ ଆଇରନ୍ ଖାଲି ହେଉଛି କୋଇଲା ଫୋଇଲା ଟାଣିକି ଏଇଟା ଛାଡ଼ି ଦେଇଛି ଟିକେ। ଏଇଟା ଟିକେ କାମ ହେବ। ଆଉ ଏପଟରେ ଏଇଟା ଟିକେ ଫାଟି ଯାଇଛି। ଏଇଟା ଟିକେ ୱେଲ୍ଡିଂ ହେବ ହେଲା। ଏଇ ଟୋଟାଲ୍ ୱେଲ୍ଡିଂ ହେବ। ଆଉ ଏଗୁଡ଼ା ଟିକେ ସାଇଜ୍ କରିଦେବା। ଏଇ ଯେଉଁ ପ୍ଲେଟ୍ ଗୁଡ଼ା ଜେସିବି ଯେଉଁ ବାଜିକି ଜେସିବିରେ ଯେଉଁ ଖାଲି ହେଉନି ଟାଣିକି ଟିକେ ବାଜିକି ଖଣ୍ଡିଆ ଖାବରା ହେଇଛି। ସେଥିପାଇଁ ଆଉ ଆଗ ଟୋଟାଲ୍ ସମ୍ପୂର୍ଣ୍ଣ ଫଲ୍ସ ଭଲ ଅଛି। ସାଇଡ଼୍ ଡାଲା ଟିକେ କମଜୋର ହେଇଗଲି। କହିବାକୁ ଗଲେ 6 ବର୍ଷ ଗାଡ଼ି ହେଇଗଲା, ଡାଲା ଏପର୍ଯ୍ୟନ୍ତ କାମ ହେଇନି। ସାଇଡ଼୍ ଫଲ୍ସ ଥରେ ପଡ଼ିଯାଇଥିଲା। ଦେଖିବା ଆଡ଼ଜଷ୍ଟ କରି ସେମିତିଆ ଟ୍ରିପ୍ ବନ୍ଦ କରିଦେବା। ତାପରେ ଦେଖିବା ଆଉ କ'ଣ କାମ କରିବା। ଆଲୁମିନିୟମ୍ ବିଟେ ବିଟେ ବାବୁ କହୁଥିଲା ପକେଇବୁ ବୋଲିକି। ସାଇଡ଼୍ ଆଲୁମିନିୟମ୍ ପ୍ଲେଟ୍ ପକେଇଦେବ କହୁଥିଲା ବାବୁ। କିନ୍ତୁ ଏବେ ଆଡ଼ଜଷ୍ଟ ହେଇ ଚଲେଇବା କଥା ଆଉ କ'ଣ। ଚାଲ ତୁମ ବି ଜଲ୍ଦି ଶୀଘ୍ର ଏଇ ସାଇଡ଼୍ଟା ହୋଲ୍ଡିଂ କରିଦେବା। 9ଟା ଭିତରେ କାମ ସାରିଦେଲେ 10ଟା ଭିତରେ ପାର୍କିଂରେ ଆମେ ପହଞ୍ଚିବାକୁ ପଡ଼ିବ। ନହେଲେ ଆମେ ହଇରାଣ ହେବା ଆଉ ଲାଷ୍ଟକୁ ଆଉ। ଯେଉଁ ଗାଡ଼ି ଚାଲ ଭାଇ ଆସନ୍ତୁ, କେମିତି କ'ଣ ଆଡ଼ଜଷ୍ଟ କରିକି କାମଟା କରିଦେବାର ଅଛି। ଆମର ଚନ୍ଦନାଇ ବର୍ତ୍ତମାନ ତାର ଗୁଞ୍ଜୁଛି ସେପଟରେ। ଗୋଟେ ବାକ୍ସ ସିଷ୍ଟମ୍ କରିଦେଇଛ ନା, ପୁରା ବର୍ଷା ପାଣି ଫାଣି ମାଡ଼ ହେବନି। ବାକ୍ସ ଭିତରେ ପୁରା ସେଟିଂ। ଆଉ ତାର ଫ୍ୟୁଜ୍ ଗୁଡ଼ାକ କଟୁନି। ଚନ୍ଦନାଇ ଖାଲି ମାଥୁଲଟା ଦେଲା, ମୁଁ ଟିକେ ଖୁଚି କରେ ହେଲା। ତମ ଆସ ରଡ଼ ନେଇ ପଳେଇଛି ଗୋଟେ ପ୍ୟାକେଟ୍। କେତେ କ'ଣ ଲାଗିବ ଆଉ। ଟିକେଟା ଆଡ଼ଜଷ୍ଟ କରିଦେଇଛି। ଗୋଟେ ଟ୍ରିପ୍ କରିଦେବାର ଅଛି ଆଉ। ଏଇ ଟିକେ ଏଇ ଯେଉଁ ବେଶୀ ବାଜିକି ଏଗୁଡ଼ା ଆସ୍ତେ ସିଧା କରିଦେବା। ଆସ୍ତେ ଆସ୍ତେ ଏମିତା କରି ସିଧା କରିଦେବା। ଭାଙ୍ଗିଲେ ଫେର ହଇରାଣ ହେଲା। କଣା ହେଇଯିବ ଭାଙ୍ଗିଲେ ଡାଲାଟା। ପେଚକସ୍ ଆଣେ, ଏଇଟା ମୁଡ଼ିଆ ପଡ଼ିବ। ପେଚକସ୍ରେ ଏଇଟା ଟିକେ ଟାଣିଦେଲା ନା ହାତରେ ହେଇଯିବ ବୋଧେ। ସେମିତି ଆଡ଼ଜଷ୍ଟ କରିଦେବା। ସେପଟରେ ବ୍ଲାକ୍ ଟପ୍ ମାରିଦେବା। ବ୍ଲାକ୍ ଟପ୍ ଜରି ସିଲ୍ ମାରିଦେବା। ଆଉ କେଉଁଠି ରହିଲା ଦେଖିକି ବାଡ଼େଇଦେବା। ଏଇଟା ଖାଇଗଲେ ଡାଲା ଅବସ୍ଥା ନାହିଁ। ଏଇଠି ଟିକେ ଅଛି ଗୋଟେ, ଏଇଠି ଡାଲା ପିଲେ ଏଇଟା ପେଚକସ୍ ପରେ ଆଣ୍ଠିବାକୁ ପଡ଼ିବ। ଏଇଟା ଷ୍ଟ୍ରଙ୍ଗ ଅଛି। ଏଇଠି ନାହିଁ, ଏଇଠି ଟିକେ ଗଛ ଅଛି, ଏଇଠି ଗୋଟେ ଅଛି। ଖାଲି ଆଞ୍ଚିଛି ଲୋଡ଼ କରିବାର ଅଛି। ଏଇଟା ଏଙ୍ଗେଲଟା ସିଧା କରିବା ବାଜିକି କେମିତି ହେଇକି ସେ ମେସିଂ ଫେସିଂ ଖାଲି ହେଲେ ଦେଇଥିବେ। ହଁ ମାତୁଲ ନୁହଁ। ହଁ ତୁମର ମେନ୍ କାମ ହେଲା ସେଇଟା ହେଲା ମାଇନର କାମ। ସେଗୁଡ଼ା ହେଲା ମାଇନର କାମ। ଦରକାର ଟୁକେଇ ଦେଲେ ଆସ୍ତେ ଆସ୍ତେ ହେବ। ହୋଲ୍ଡିଂଟା ହେଇଗଲେ ଟେନସନ୍ ଗୋଟେ ଯିବ। ଏତେ ମୋଟା ପ୍ଲେଟ୍ ପକେଇବ ଛୋଟିଆ ପକେଇ ଆଡ଼ଜଷ୍ଟ କରିଦେବ ନା। କାଠିକି ପକେଇଦ ନା ଚନ୍ଦ୍ରୀ। ଏଇଠି ଖାଲି ଟିକେ ନା ଗଲା। ଆରେ ନା ସାଇଡ଼୍ଟା ବି ଜମା ଖାଇଗଲାଣି ନା। ସେ ତଳୁରୁ ଉପର ଯାକେ ଧରିଦେଲେ ଏବେ ଟୋଟାଲି ରାଉଣ୍ଡ ମାରିବ। ଏଗୁଡ଼ା ଧରିବନି। କଥାଟା ବୁଝୁଛ ନା ନାହିଁ? ମୁଁ କଥା ଶୁଣବା ଭାଇ। ତମେ ଏଇଟା ଆଣ, ଏଗୁଡ଼ା ଧରିବନି। ବେକାର ଲସ୍ ହେବ। ପ୍ଲେଟ୍ ତମର ନଷ୍ଟ ହେବ। ଏଇଠି ଖାଲି ଏଇ ପ୍ଲେଟ୍ରେ ଧରିବ। ଏଇଠି ଖାଲି ଟିକେ ନା ପକେଇ ଦେଉ ନା, ବୁଝିପାରିଲ।
ହେଲା ଏଇଟା ଏଇଠି ପ୍ଲେଟ୍ ଧରିଦିଅ ବାବା ଏଇଟା ଅଲ୍ଡିଂ ମାରିଦେଲେ ଏମିତି ସେଟିଂରେ ହେଇଯିବ ବେକାର ହଁ ସେ ଯେତେବେଳେ ପକେଇଲା ବେଳକୁ ଫଲ୍ସ ମାନେ ପ୍ଲେଟ୍ଟାକୁ ବଙ୍କା କରିଥିଲା ବଙ୍କା କରି ପକେଇଲା ସେଥିପାଇଁ ଏଇଗୁଡ଼ା ଛାଡ଼ି ଯାଉଛି ଆଉ ଏଇଗୁଡ଼ା ଛାଡ଼ି ଯାଉଛି ସାଇଡ଼୍ ଗୁଡ଼ାକ ହେଲା ବୁଝିଲେ ଏମିତି ପତଳା ପ୍ଲେଟ୍ ଆଣି ଖାଲି ଆଡ଼ଜଷ୍ଟ କରିଦେଲେ ହବ ସେଇଠି ବେକାର ସେ ଏତେ ବାଟ ହଁ ଚନ୍ଦନ ଏଇଟା ହେଇଯିବ ହବନି ହଁ ଏଇଠି କରିଛ ନା ଖାଲି ହଁ ଏଇ ଟାଙ୍କା ଏଇଟା ଧରିଯିବ ଆଉ ସେପଟ କେମିତି ଆଡ଼ଜଷ୍ଟ କରିବା ଆଉ ନହେଲେ ରଡ଼ ପକେଇ ଦେଇକି ଡାଇରେକ୍ଟ ମାରିଦେବା ମୁଁ କହୁଥିଲି ଶୁଣୁନା ଆରେ ଗାଡ଼ି ଡାଲା କାମ ହେବ ଆଡ଼ଜଷ୍ଟ କରି ଗୋଟେ ଟ୍ରିପ୍ କରିବାର ଅଛି ଚନ୍ଦନ ଭାଇ ଏମିତି ରଡ଼ ପୁରେଇକି ହେଲା ଏମିତି ରଡ଼ ପୁରେଇକି ମାରିଦେବା ପୁରା ସେଟିଂ ହେଇଯିବ ହେଲା ତାର ଆଣି ଗୋଟେ ପୁରେଇ ଦେଇକି ମାରିଦେବା ଡାଇରେକ୍ଟ ଏଇଟା ଷ୍ଟ୍ରଙ୍ଗ ଅଛି ଏଇଟା ଷ୍ଟ୍ରଙ୍ଗ ଅଛି କାହିଁକିନା ଏଇ ପ୍ଲେଟ୍ଟା ଏମିତି ବେଣ୍ଡ ଏଲ୍ ହେଇଥିଲା ବେଣ୍ଡ ହେଇଥିଲା ସେଟା ଛାଡ଼ିଗଲା ଯେତେ ତରତରିଆ ହେଉଛି କାମ କରିବା ପାଇଁ ସେତେ ଟେନସନ୍ ଲାଗୁଛି ଆଉ ଟିକେ ଟିକେ କାମ ଅଛି ଦେଖିବା ଖରାପ ଯେତେବେଳେ ବାଜିବ ଡାଲା ଶୁଖିଯିବ ସାଇଡ଼୍ ଗୁଡ଼ାକ ଷ୍ଟିକର୍ ମାରିଦେବା ଭଲ କରି ଷ୍ଟିକର୍ ମାରିଲେ ଟ୍ରାନ୍ସଫର ଡାଲା ଜାଣିପାରିବ ନା ନାହିଁ ଦେଖିବା ନହେଲେ ତା ସେ ଡାଇରେକ୍ଟ ଯାଇକି ଗୋଡ଼ ଲମ୍ବା ହେଇଯିବି ଯାହା ନ କର ମୋର ଗୋଟେ ଥର ଲୋଡ଼ ଦେ ଆମେ ରିକ୍ସରେ ନେବା ଆମେ ରିକ୍ସରେ ବୁଝିବା ମାଲ ଭିଜିବାର ନାହିଁ ୟା ପ୍ଲାନ୍ କରୁଛେ ଆମେ ରିକ୍ସ ମାନେ ଆମେ ରିକ୍ସରେ ନେବା କିଛି କମ୍ପ୍ଲେନ୍ ଦେବାର ନାହିଁ ତାଙ୍କୁ ମାଲ କାହିଁ ଭିଜିବ ସେ ଅନୁସାରେ ଗାଡ଼ିଟାକୁ ଲୋଡ଼ ହେଇସାରିଲା ପରେ ବୋଉ କରିବା ପାଇଁ ପ୍ଲାନ୍ ଅଛି ସାଇଡ୍ ତଳ ଯେ ପୁରା ପାଲ ପକେଇଦବା ବୋଉ କରିଦେବା ଏମଡ଼ ସେମଡ଼ ଚାଲ ମିସ୍ତ୍ରୀ ବାବୁ ଫେରେ କୁଆଡ଼େ ପଳେଇଲେ ପ୍ଲେଟ୍ ଖୋଜିବାକୁ ଯାଇଛନ୍ତି ଆସନ୍ତୁ ହେଲା ଏଟାକୁ ବାଡ଼େଇକି ପୁରା ସେଟିଂ କରିଦେବ ବୁଝୁ ନାହିଁ ଓକେ ହଁ ସେ ନଷ୍ଟ କରିଦେଲା ବା ଏ ଦାଗ ବସିଲା ବେଳକୁ ଫାଟିଗଲା ନା ମାଡ଼ ସବୁବେଳେ ଫାଟି ଯାଉଛି ତବିଲା ବେଳକୁ ଚାଲିଲା ବେଳକୁ ଏଗୁଡ଼ା ସବୁ ଛାଡ଼ି ଯାଉଛି ଆରେ ସେ ଜାଣିନାହାନ୍ତି କାମ ହେଲା ବାବୁ ଘର ପାଖରେ ତାଙ୍କର ତ ଗ୍ରିଲ୍ ଦୋକାନୀ ବୁଝିପାରିଲ ସେ କ'ଣ କଲା ଡାଲା ଫଲ୍ ସେଇଠି ପକେଇଦେଲା ତାଙ୍କର ପୁଣି ଉଲ୍ଟା ଉଲ୍ଟା ପ୍ଲେଟ୍ ପକେଇଲା ମୁଁ ବତେଇଲା ବେଳକୁ ଏ ଦେଖ ପଛର ଦେଖ ପଛବା ପଛ ଦେଖିଲ ଟାଣିଲା ବେଳକୁ ବାଜୁଛି ମୁଁ କହିଲି ଏମିତି ପଡ଼େନି ଆଉ ଉପରେ ପ୍ଲେଟ୍ ପଡ଼େ ନା ଏମିତି ପଡ଼େ ସେ ଯେତେବେଳେ ଟାଣିବ ସେ ତ ଟାଣି ହେଇକି ପଳେଇବ ତଥା ବହୁତ ବାଧିକି ଇଏ ହେଇଗଲେ ତଥା ମୁଁ ଏଗୁଡ଼ାକୁ ଲାଷ୍ଟ ତାଙ୍କର 2 ଘଣ୍ଟା ନା 3 ଘଣ୍ଟା ଖାଲି ଘଷିଲା ଫିନିସିଂ କରିବା ପାଇଁ ସିଆଡ଼େ ଏତେ ଓଲ୍ଟା ପ୍ଲେଟ୍ ପକେଇ ଦେଖନ୍ତୁ ଏ ପ୍ଲେଟ୍ଟା ତଳେ ରହିବା କଥା ଏ ପ୍ଲେଟ୍ଟା ଉପରେ ରହିବା କଥା କିନ୍ତୁ ଏଇଟା ଉପରେ ରହିଲା ଏଇଟା ତଳେ ରହିଲା ଇଆଡ଼େ ଯେମିତି କ'ଣ କହିବ ଆଉ ଛାଡ଼ ବାବୁଙ୍କ କଥା ବଡ଼ ବଢ଼ିଆ କଥା ତାଙ୍କର ହାତୀ କ'ଣ ବଡ଼ ବଢ଼ିଆଙ୍କ କଥା କ'ଣ ହାତୀ ମଲେ ଲକ୍ଷେ ଜିଲେ ଲକ୍ଷେ ନା କ'ଣ ତାଙ୍କର କ'ଣ ଅଛି ହଉ ଖରାପ ଭାବିବନି ମଜା କରୁଥିଲି ସାଙ୍ଗମାନେ ବର୍ତ୍ତମାନ ଆମର କାମ ସରିଗଲେ ଦେଖିବା ଆଡଜଷ୍ଟିଂ ତ କରିଦେଲି ସେଇଠି ଗଲା ପରେ ଜଣାପଡ଼ିବ ଲୋଡ଼ ଦେବ ନା ନାହିଁ ନା କ୍ୟାନସଲ୍ କରିଦେବ କହିପାରିବା ଚେଷ୍ଟା କରିବା ଲୋଡ଼ କରିବା ଚାଲ ବର୍ତ୍ତମାନ ଯିବ ମେଘୁଲା ପାଗ ଖାଲି ଖରା ହେଉନି ଜମାରୁ ଝିପିଝିପି ତ ବର୍ଷା ଲାଗିକି ରହୁଛି ହେଲା ଚାଲ ଚନ୍ଦନଙ୍କୁ ତାଙ୍କର ପଇସା ପତ୍ର ଦେଇକି ଏଇଠୁ ବାହାରି ପଳେଇବା ଏଇଠି ରୋଡ଼ ପାଣି ଫାଣି ହେଇଯାଇଛି ଦେଖିବା ଉଠିଲା ବେଳକୁ ଚକା ବୁଲେଇବ କିନ୍ତୁ ଦେଖିବ ଏପଟ ଗାଡ଼ି ଆଉ ଏପଟ ଗାଡ଼ି ରୋଡ଼ରେ ପୁରା ଅଟକେଇ ଦେବା ଅଟକେଇଲା ପରେ ଯାଇକି ମାଡ଼ିକି ଉଠିବା ନହେଲେ ଉଠି ହେବନି ଠିଆ ହେଇଗଲେ ଚନ୍ଦନକୁ କହିଦେବା ଟିକେ ଉପରେ ଯାଇକି ରୋଡ଼ ଉପରେ ଠିଆ ହେଇଥିବ ଆଉ କ'ଣ ଚାଲ ଏଇଠୁ ବାହାର କରି ନେଇଯିବା ଗାଡ଼ି ଅଲିପାଣି ରୋଡ଼ରେ କେଉଁଠି ରଖିବା 0 ପଏଣ୍ଟ ପାଖରେ କେଉଁଠି ରଖିବା ଆମର ସେ ଓକାଳି ଆସୁଛନ୍ତି ସେ ଆସିଲେ ସାଙ୍ଗ ହେଇଯିବା ସିଆଡ଼କୁ ଆଉ କ'ଣ ପାଣି ପ୍ରବଳ ନା ଏଗୁଡ଼ା କେତେ କ'ଣ ପଡ଼ୁଛି ଗୋଟେ ମୋର କିଣିବା ଗୋଟେ ପ୍ଲାନ୍ ଅଛି ସାଙ୍ଗମାନେ ବର୍ତ୍ତମାନ ଫାଇନାଲି ଆମର ଲୋଡ୍ କରିଦେଇଛୁ ଲୋଡ୍ କରି ଭିତରେ ଅଛି ଗାଡ଼ି ଆଉ ପେପର ବାହାରିଲେ ଚାଲାଣ ବର୍ତ୍ତମାନ ବୋଧେ 2ଟା ଉପର ହେଇଗଲେ ସେଥିପାଇଁ ମୁଁ କହିଲି ନା ଆମ 0 ପଏଣ୍ଟ ଆସୁଛୁ ଖାଇବା ପାଇଁ ହୋଟେଲକୁ
ଖାଇ ଦେଇକି ଯିବା। ଆଉ ଗୋଟେ କାମ ଅଛି, ଆମର ରସି ଦରକାର ହେଲା। ରସି ଏକାଥରେ କିଣିକି ନେଇଯିବା, ତାପରେ ପାର୍କିଂ ରହିକି ବୋଉ କରିଦେବ ଗାଡ଼ିଟାକୁ। ଆଉ କ'ଣ ସାଇଡ଼୍ ଅଣା ହେଇଗଲା ନା। ମାନେ ବର୍ତ୍ତମାନ ଆମର ସ୍ପେଶାଲ ବିରିୟାନୀ ପଳେଇଗଲା। ଏଇଟା ହେଲା ଆମର ଦହି, ଏଇଟା ହେଲା ଆମର ଚିକେନ୍ ଝୋଳ। ଆମର ତିନିଟା ଚିକେନ୍ ଦେଇଛି ଦେଖେ, ବଡ଼ ବଡ଼ ପିସ୍ ଅଛି। ହୋଟେଲଟା ଟିକେ ଭଲ ଲାଗେ, ପୁରୁଣା ହୋଟେଲ। ତିନି ପିସ୍ ଦେଇଛି ବଡ଼ ବଡ଼ ପିଆଜ। ଆଉ କ'ଣ ବଢ଼ିଆ ଲାଗୁଛି ଖାଇବା ପାଇଁ। ଆମ ବଡ଼ ଭାଇରେ ସିଆ ନା କ'ଣ ବିରିୟାନୀ କହିବାକୁ ଗଲେ ଆଜି 2 ମାସ 2.5 ମାସ ପରେ ବିରିୟାନୀ ଖିଆ ହେଉଛି। ଟେଷ୍ଟ କରିବା କେମିତି କ'ଣ ଲାଗୁଛି। ଆମେ ତ ହାତ ଖାଇବା, ଆଉ ଚାମଚ ଫାମଚ ଆମର ପସନ୍ଦ ନୁହଁ। ଚିକେନଟା ଟିକେ ଦାଗ ହେଇଛି, ଭଲ ଲାଗିବ ଖାଇବା ପାଇଁ। ପୁରା ବଢ଼ିଆ ହେଇଛି ଚିକେନଟା। ଦେଖ ବଡ଼ ବଡ଼ ପିସ୍ ନା ଭଲ ଲାଗିବ। ଚାଲନ୍ତୁ ଏ ରସି ନେଇଯିବା। ଏଠି ସରୁ ଅଛି, ଟିକେ ଲଗେଇଦେବାର ଅଛି। ଆଉ କ'ଣ ପାଇଯିବନି, 2 କିଲୋ 400 ଅଛି। ଗୋଟେ ଟେନସନ୍ ଯିବ। ଗାଡ଼ିଟା ଆମର ପାଲଟା ବାନ୍ଧିଦେଲା ପରେ ବର୍ଷା ଯେତେ ହେଲେ ଆଉ ଟେନସନ୍ ରହିବନି। ଡାଲା ଫାଲା ଖାଇଗଲା ପରେ ପଲିମର ଲୋଡ଼ କରି ବହୁତ ଟେନସନ୍ ଲାଗୁଛି। ଏମିତି କ'ଣ ଗୋଟେ ମାଇଣ୍ଡ ଗାଡ଼ି ଠିଆ ହେଇଥିଲା ବୋଲିକି ସେଥିପାଇଁ ଲୋଡ଼ କରିଦେଲି। ଆଉ କ'ଣ କିନ୍ତୁ ଟାସୋଡାଲା ମନା କରିଥିଲା ନା, ସିକ୍ୟୁରିଟି ଦେଖିକି ମନା କରିଥିଲା। ଯାହା ଖୁଆ ବଲା କରି କରିଦେଲି। ଆଉ କ'ଣ ଚାଲ ବର୍ତ୍ତମାନ ଯିବା ଏଇଠୁ ପଇସା ପତ୍ର ଦେଇ ଗାଡ଼ି ପାଖକୁ। ଆଉ କ'ଣ ସାଙ୍ଗମାନେ ବର୍ତ୍ତମାନ ବାଜିଗଲେ 8:19। ବର୍ତ୍ତମାନ ଆସି ପହଞ୍ଚିଗଲୁ ରାହାମା ପେଟ୍ରୋଲ ଟାଙ୍କିରେ ପୁରେଇ ଦେଲୁ, ଇଣ୍ଡିଆନ୍ ପେଟ୍ରୋଲ ପମ୍ପ। ଚାଲ ବର୍ତ୍ତମାନ ଦେଖନ୍ତୁ ଗାଡ଼ି ଲଗେଇ ଦେଇଛୁ, ତେଲ ପକାଇବା। ଏ ଟ୍ରାକ୍ଟର ପକାଇ ସାରିଲା ପରେ ଆମର ପଡ଼ିବ। ଆଉ କ'ଣ ବେଶୀ ତେଲ ପକାଇବାନି, 200 ଲିଟର ପକାଇକି ଏଠୁ ପଳେଇବା। ତାପରେ ଯାଇକି ସେ ମେନ୍ ରୋଡ଼ରେ କେଉଁଠି କାଲି ଦେଖିବା ପକାଇବା। ଆଉ କ'ଣ ଆଉ ଦେଖ ଆମେ ପାଲ ଭଲ କରି ବାନ୍ଧି ସାରିଲା ପରେ ଆଉ ବର୍ଷା କ'ଣ ପାଗ ପୁରା ଫିଟିଗଲେ ଆଉ ବର୍ଷା ବୋଧେ ହେବନି। କେତେ ପରିଶ୍ରମ କରିକି ପାଲ ବାନ୍ଧିଲୁ, ପାଲ ରସି କିଣିଲୁ, କେତେ କଷ୍ଟ କଲୁ। ଦେଖିଲା ବେଳକୁ ଏବେ ଆଉ ବର୍ଷା ଛାଡ଼ିଗଲେ ବର୍ଷା ନାହିଁ। କ'ଣ କରିବ ଏ ବର୍ଷା ଭୟରେ ଲାଷ୍ଟକୁ ଏମିତି ପାଲ ପକାଇବାକୁ ପଡ଼ିଲା ମୋର। ଆଉ କାହିଁକିନା ଡାଲା ସାଇଡ଼୍ରେ କ'ଣ ଆପଣମାନେ ତ ଦେଖିଥିବେ, ବହୁତ କଷ୍ଟରେ ରିକ୍ୱେଷ୍ଟ କରିକି ଲୋଡ଼ କଲୁ। ଆଉ କ'ଣ କାହିଁକିନା ବହୁତ ମାସ ପରେ ତ ଭଲ ନମ୍ବର। ଚାଲ ବର୍ତ୍ତମାନ ତେଲ ପକାଇକି ଡାଇରେକ୍ଟ ଯିବା ଜୟପୁର। ମୋ ସାଙ୍ଗ ଅପେକ୍ଷା କରିଛି, ତାକୁ ଜୋରଜବସ୍ତି ଘରୁ ଡାକିକି ଆଣିଲି। ସେ ଅଛି ଜୟପୁର ଅପେକ୍ଷା କରିଛି ଅଟୋ ଷ୍ଟାଣ୍ଡରେ। ମୋତେ ଟାଇମ୍ ଖାଲି କହୁଛି ମୁଁ ଯାଉଛି କହିକି ତାକୁ ବସେଇ ରହିଲି। ନିହାତି 2 ଘଣ୍ଟା ପାଖାପାଖି 2 ଘଣ୍ଟା ସେ ବସି ଅପେକ୍ଷା କରି ମୋତେ, କାହିଁକିନା ତାକୁ ନେଇକି ଯିବା ସାଙ୍ଗରେ। କାହିଁକିନା ଏକା ତ ଯାଇ ହେବନି, ଏତେ ବାଟ ବହୁତ ଦୂର ବାଟ। ଚାଲ ବର୍ତ୍ତମାନ ଏଇଠୁ ତେଲ ପକାଇ ଆରାମସେ ଯିବା ଜୟପୁର। 1000 ତେଲ କମ୍ପ୍ଲିଟ୍ ଦେଖନ୍ତୁ। ଚାଲ 169 ଲିଟର 32। ଆଉ କ'ଣ ବର୍ତ୍ତମାନ ଆସି ପହଞ୍ଚିଗଲୁ ଜୟପୁର। ବର୍ତ୍ତମାନ ଆମ ସାଙ୍ଗ ରାଗିଗଲେ, ଘରୁ ବାହାରିଲେ ପରେ ରିଟର୍ନ ଅଟୋ ଭଡ଼ା ରିଜର୍ଭ କରିକି। ଲେଟ୍ କଲି କାହିଁ କଲି, ଗାଡ଼ି ମୋର ଲେଟ୍ ହବ। ଚାଲ ଯିବା। ମୋତେ ଭଲ ଲାଗେ ମୁଁ କହି ଆସୁ ହେଲା। ମୋ ଭାଇ ପରା ଏକା କ'ଣ ହଇରାଣ ଏମିତି କାହିଁ ହେଉଛି ହେଲା। ମୋତେ ଭଲ ଲାଗେ। ହବ ଗାଡ଼ିରେ ପଛରେ ରଖେ। ହଁ ଜଲ୍ଦି ଆଉ ଖାଇଦେବା, ଆଉ ଖାଇକି ଯିବା। ଆଉ ଦେଖ କ'ଣ ହେଉଛି। ଛୋଟ ବୋଲି କାର୍ଡ କରୁଛି। ହଉ ଆଇଟେ ରାଗି ଯାଇ ତାକୁ ବୁଝେଇ ସୁଝେଇ ନେଇଯିବା। ଆଉ କ'ଣ ସାଙ୍ଗମାନେ ବର୍ତ୍ତମାନ ବାଜିଗଲେ 12:10। ବର୍ତ୍ତମାନ ଆସି ପହଞ୍ଚିଗଲୁ ଭଦ୍ରକ, ଖୋର୍ଦ୍ଧା ପାର ହେଇଗଲୁ। ବର୍ତ୍ତମାନ ଗାଡ଼ି ସେପଟରେ ଅଛି। ଚାଲ ଖାଇବା, ସହିଛୁ ଭୋକ। ଆଉ ସାଙ୍ଗ ଯାଇଛି ଅର୍ଡ଼ର ଦେଇଛି, କ'ଣ ମିଳିବ ନାହିଁ ସେଇ ହୋଟେଲରେ ଖାଇଦେବା, କାଳିଆ ଢାବା। ସାଙ୍ଗମାନେ ବର୍ତ୍ତମାନ ଆମର ଖାଇବା ପୁରା ଆସିକି ରେଡ଼ି। 2 ପିସ୍ ମାଛ ଫ୍ରାଏ, ରୁଟି, ସାଙ୍ଗରେ ଅଣ୍ଡା ତଡ଼କା ମିଶେଇକି ଖାଇବା 2 ସାଙ୍ଗ। ଆଉ କ'ଣ ସାଙ୍ଗ ପଳେଆ ଏଇଠି ସାଙ୍ଗ ହେଇ ଖାଇବା ମିଶିକି। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ଆଜି ହେଲା ନେକ୍ସଟ ଦିନ। କାଲି ତ ରାତିରେ ଆସିକି ସେମିତି ବିକିଚିକି ହେଇ ଗୋଟେ ଜାଗାରେ ଟିକେ ନିଦ ଏତେ ହେଲାନି, କାହିଁକିନା ଫ୍ୟାନ୍ଟା ଖରାପ ହେଇଯାଇଛି ତ ଆଉ ଶୋଇ ହେଲାନି। ସେମିତି ଚାଲିଛି ବାଟ ସାରା। ବର୍ତ୍ତମାନ ଆସି ପହଞ୍ଚିଗଲୁ। ଏଇଟା କେଉଁ ଜାଗା? ଏଇଠୁ ବରହମପୁର ଆଉ କେତେ କିଲୋମିଟର ଅଛି ଭାଇ? ଆଉ 60-65 କିଲୋମିଟର ଭିତରେ ପାଖାପାଖି ଅଛି। ଆଉ ସେଇଠି ପଛରେ ଚା ପିଲା ବେଳକୁ ସେଇଠି 75-70 କିଲୋମିଟର ଥିଲା। ସେଇଠୁ 5 କିଲୋମିଟର ବୋଧେ ଏବେ ଆସିଛି। ଆଉ କ'ଣ କ୍ରିକେଟ୍ ପାର୍କ କରି ଦେନ୍ ଆମେ ଏଇ ଡିପ୍ ପକାଇଦେବା, ଏଇ ଖୋଲା ଡିପ୍ ପକାଇଦେବା। ଆଉ ବାଲ୍ଟି ପକାଇବାର ନାହିଁ, ବାଲ୍ଟି ଡେକ୍ ଲଗା, ଏଇଟା ବିରକ୍ତି କାମ। ଏକାଥରେ 40 ଲିଟର ପକାଇଦେବା। ଆଉ
ଭଲ ମାଲ ନା ନାଇଁ 20 ଲିଟର ଖଣ୍ଡେ ଦିଅ 20 ଲିଟର ପକେଇଦେବା ଆଗକୁ ଯେତେ ଯିବା ଆଗକୁ ପକେଇ ଚାଲିବା ଆଉ କ'ଣ ଚାଲ ବର୍ତ୍ତମାନ ପଇସା ଟିକେ ବାଲାନ୍ସ କମ୍ ଅଛି ତ ସେଥିପାଇଁ ଟାଙ୍କିଆ ଲୋଡ୍ କରିହେବନି ଲିଟର ଖଣ୍ଡେ ପକେଇକି ଚାଲିବା ଆଉ କ'ଣ ଚାଲ ସେଇଠୁ ତ ପଳେଇ ଆଇଲି 5-6 କିଲୋମିଟର ଆଗକୁ ଆଉ ଡିପି ପକେଇକି ବର୍ତ୍ତମାନ ଆମେ ଗ୍ରୀସ୍ କରିଦେବା ଗାଡ଼ି ସର୍ଭିସିଂ ଯେଉଁ ଧୁଆଧୁଇ ହେଇଥିଲା ଆଉ ସେଇଠୁ ସର୍ଭିସ୍ ମାନେ ଗ୍ରୀସ୍ ହେଇନଥିଲା ବର୍ତ୍ତମାନ ଲଗେଇ ଦେଇଛୁ ଗ୍ରୀସ୍ କରିବା ପାଇଁ ଗ୍ରୀସ୍ ବଢ଼ିଆ ଭାବେ କରିଦେବା ପତି ପୁରା ଶୁଖି ଯାଇଛି ହେଲା କାହିଁକିନା ଯେଉଁଦିନ ନମ୍ବର ପଡ଼ିବା ପୂର୍ବରୁ ଆମେ ଗାଡ଼ି ଧୁଆ ହେଇଥିଲା ଆପଣମାନେ ତ ସେ ବ୍ଲଗ୍ରେ ଦେଖିଥିବେ ସେଥିପାଇଁ ଗ୍ରୀସ୍ କରିଦେବା କାହିଁକିନା ଟାୟାର କହିବାକୁ ଗଲେ କମଜୋରା ହେଇଗଲେ ସବୁ ଟାୟାର ଆସ୍ତେ ଆସ୍ତେ ଖାଇଯାଉଛି ଭାଇ ଟିକେ ଭଲ କରି ମାରିବ चलो भावुँ ये ब्लॉगटा ये समाप्त करदे कहीं बहुत बड़ हो जाए आपण मान तो कही नथिबी कुआड़े कौन गोटे आमर पड़ी नंबर आमर तमिलनाडु जाऊ बहुत मास पर कह गले 3-4 मास पर गोटे पॉलीमर भल नंबर पड़ी 4-5-6 मास हम भल नंबर पड़ी मझे वेस्ट बेंगल पड़ता नहीं 3 मास पूर्व ये सब सिस्टम पड़ा कौन जाओ केमता रिक्वेस्ट करके बाध्य सोलार करदेली से गाड़ीटा रिक्स आणिक आइली ना से बो करदेली गाड़ीटा को भल भाव कौ मुहूर्त वर्षा हम कौन ना से माल फाल भिजिगले लास्ट को जमी ट्रांसपोर्ट मत लास्ट गाड़ी कर भल भाव बंधाबंधी करके आराम से नहीं जी जगह बंडे हाउले हाउले जीवार अच्छे है आमको देती 5 दिन समय काली दिन में काली लोड कर बाहरी पलि आसली आज सकाଳେ आज स्टार्टिंग 5 दिन अच्छे आम हाथ में तो ब्रह्मपुर बर्तमान अच्छे 50-55-60 किलोमीटर आ भर रही चलो ये ब्लॉगटा ये समाप्त करवा नेक्स्ट ब्लॉग देखिपारे आम के बाट कौन जापर पहुँच जाऊ केते दिन लगुच कौन नहीं आशा अच्छे आपण मानक वीडियो भल लगे लाइक कमेंट शेयर सब्सक्राइब कर जय हिंद जय जगन्नाथ।